ମୁଁ ଆଜି ପଢ଼ଉଛି ଷଷ୍ଠ ଶ୍ରେଣୀର ସାହିତ୍ୟ ବହିର ହେଲା ସପ୍ତମ ଅଧ୍ୟାୟ ଉତ୍କଳ ସନ୍ତାନ। ସେଇ ଉତ୍କଳ ସନ୍ତାନର ହେଲା ସେଇ ଯେଉଁ ଗୀତଟି ରହିଛି ତାର ସ୍ୱର କେମିତି ହେବ ମୁଁ ସେଇ ଅନୁସାରେ ଚେଷ୍ଟା କରୁଛି ତୁମମାନେ ଜାଣିବ। ଉତ୍କଳ ସନ୍ତାନ କହିଲେ କିଏ? ଆମ ଓଡ଼ିଶାର ତୁମେ ଯେଉଁ ପୁଅ ଝିଅମାନେ ତୁମ ସବୁବେଳେ ଉତ୍କଳ ସନ୍ତାନ ନା ନାହିଁ ନା ଆଉ କିଏ? ଲେଖକ ହେଲେ ଆମର କବି ମଧୁସୂଦନ ଦାସ। ତାଙ୍କର ଜନ୍ମ ହେଲା 1848ରୁ 1934। ଉତ୍କଳ ଗୌରବ ମଧୁସୂଦନ ଦାସ କଟକ ଜିଲ୍ଲାର ସତ୍ୟଭାମାପୁରରେ ଜନ୍ମଗ୍ରହଣ କରିଥିଲେ। ସେ ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ପୁରୋହିତା। ଓଡ଼ିଶାର ମଧୁ ବାରିଷ୍ଟର ନାମରେ ପରିଚିତ। ଉତ୍କଳ ସନ୍ତାନ ଜାତି ଇତିହାସର ଜନକର ଉକ୍ତି ତାଙ୍କର ଆଜିର ସରସ୍ୱତୀଙ୍କ ସୃଷ୍ଟି। ସିଏ କହୁଥିଲେ କ'ଣ ଆଗରୁ ଥିଲା କ'ଣ? ଉତ୍କଳ ସନ୍ତାନ ହେଲେ ଆମର କିଏ? ଏକୁ ଲେଖିଛନ୍ତି ମଧୁସୂଦନ ରାୟ। ତେଣୁ ସେଇ ଗୀତଟା କେମିତି ବୋଲାଯିବ ମୁଁ ଟିକେ ବୋଲଉଛି ହେଲା। ହଁ, ତୁ ପରା ବୋଲାଉ ଉତ୍କଳ ସନ୍ତାନ ତେବେ କିମ୍ପା ଏତେ ଭୀରୁ, ତୋହରି ଜନନୀ ରୋଦନ କରିଲେ କହିବାକୁ କିମ୍ପା ଡରୁ। ତୁ ପରା ବୋଲାଉ ଉତ୍କଳ ସନ୍ତାନ ତେବେ କିମ୍ପା ଏତେ ଭୀରୁ, ତୋହର ଜନନୀ ରୋଦନ କରିଲେ କହିବାକୁ କିମ୍ପା ଡରୁ। ତୋ ପୂର୍ବ ପୁରୁଷ ଜୟ କରିଥିଲେ ଗଙ୍ଗା ଠାରୁ ଗୋଦାବରୀ, ତାଙ୍କରି ଔରସେ ଜନ୍ମ ହୋଇ ତୁଇ କେଉଁ ଗୁଣେ ତାଙ୍କୁ ସରି। ତୁ ପରା ବୋଲାଉ ଉତ୍କଳ ସନ୍ତାନ କିମ୍ପା ଏତେ ଭୀରୁ, ତୋହରି ଜନନୀ ରୋଦନ କରିଲେ କହିବାକୁ କିମ୍ପା ଡରୁ। ତୋ ପୂର୍ବ ପୁରୁଷ ଜୟ କରିଥିଲେ ଗଙ୍ଗା ଠାରୁ ଗୋଦାବରୀ, ତାଙ୍କରି ଔରସେ ଜନ୍ମ ହୋଇ ତୁଇ କେଉଁ ଗୁଣେ ତାଙ୍କୁ ସରି। ତୁ ପରା ବୋଲାଉ ଉତ୍କଳ ସନ୍ତାନ ତେବେ କିମ୍ପା ଏତେ ଭୀରୁ, ତୋହରି ଜନନୀ ରୋଦନ କରିଲେ କହିବାକୁ କିମ୍ପା ଡରୁ। ଏଇ ସ୍ୱରରେ ବୋଲିବ। ସ୍ୱରଟା ଶିଖେଇଦେଲି ହେଲା। ତାପରେ ତୁମେ ସେଇ ଗୋଟିଏ ପଦକୁ ଆଗ ଅଭ୍ୟାସ କର।